ହାତୀ ମେରା ସାଥୀ। ହାତୀ ମେରା ସାଥୀ ଏକଥା ବହୁ ଦିନର ପ୍ରଚଳିତ କଥାଟିଏ। ଜଙ୍ଗଲରେ ଏହି ହାତୀଙ୍କର ଗଣନା ରାଜ୍ୟରେ ଇତିମଧ୍ୟରେ ସରିଛି। 3 ଦିନ ଧରି ଏହି ଗଣନା କାର୍ଯ୍ୟ ଚାଲିଥିଲା। ରାଜ୍ୟର 46ଟି ଡିଭିଜନରେ ଏହି ଗଣନା କାର୍ଯ୍ୟ ଚାଲିଥିଲା। ଏଥିପାଇଁ ଜଙ୍ଗଲରେ 1136ଟି ମଞ୍ଚା ନିର୍ମାଣ କରାଯାଇଥିବା ବେଳେ ଏହା ସହ ବାରାକ, ୱାଚ୍ ଟାୱାର ସମେତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଉଚ୍ଚସ୍ଥାନକୁ ଗଣନା କାର୍ଯ୍ୟ ସମୟରେ ବ୍ୟବହାର କରାଯାଇଥିଲା। ଏହି ଗଣନା ଗତ 22 ତାରିଖରୁ ଆରମ୍ଭ ହୋଇ 24ରେ ଶେଷ ହୋଇଛି। ବନ୍ୟପ୍ରାଣୀ ସୂଚନା ଅନୁଯାୟୀ ଶେଷ ଥର ପାଇଁ ରାଜ୍ୟରେ 2017 ମସିହା ମେ ମାସରୁ ଜୁଲାଇ ମାସ ମଧ୍ୟରେ ହାତୀ ଗଣନା କରାଯାଇଥିଲା। ଏହା ପରଠାରୁ ଆଉ ହାତୀ ଗଣନା କାର୍ଯ୍ୟ ହୋଇପାରିନଥିଲା। 2015 ମସିହାରେ ରାଜ୍ୟରେ 1954ଟି ହାତୀ ରହିଥିବା ବେଳେ 2017 ମସିହାରେ ତାହା ବୃଦ୍ଧି ପାଇ 1976ରେ ପହଞ୍ଚିଥିଲା। ଫଳରେ 22ଟି ବୃଦ୍ଧି ପାଇଥିଲା। ରାଜ୍ୟର 43ଟି ବନ୍ୟପ୍ରାଣୀ ଡିଭିଜନରେ ଏହି ହାତୀ ଗଣନା କରାଯାଇଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।